ଏହା ହେଉଛି ଆମ ପୃଥିବୀ, ଯେଉଁଥିରେ ଆମେ ବସବାସ କରୁଛୁ। ସମସ୍ତ ପ୍ରାଣୀ ଜଗତ, ବୃକ୍ଷଲତା ଏଠି ଜନ୍ମ ନେଇଛନ୍ତି ଆଉ ମୃତ୍ୟୁବରଣ କରିଛନ୍ତି। ବିଭିନ୍ନ ଧର୍ମ, ବିଭିନ୍ନ ସମାଜ, ବିଭିନ୍ନ ଜାତି, ଏହା ଆମ ପୃଥିବୀ। ଏହି ଭିଡ଼ିଓ ସୂର୍ଯ୍ୟଠାରୁ ଆଲୋକ ପୃଥିବୀ ଉପରେ ପଡ଼ୁଛି ଏବଂ ଦିନ ରାତି କିପରି ହେଉଛି ସେଇଟା ଦର୍ଶାଉଛି। ଏହା ଆମର ପୃଥିବୀର 400 କିଲୋମିଟର ଉପରେ ଥିବା କୃତ୍ରିମ ଉପଗ୍ରହ, ଯେଉଁଥିରେ ମଣିଷ ବୈଜ୍ଞାନିକମାନେ ଯାଇକି ରିସର୍ଚ୍ଚ କରିଥାନ୍ତି। ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରୁ ପୃଥିବୀର ଦୃଶ୍ୟ ଏପରି ଦେଖାଯାଇଥାଏ। ଦେଖିଲେ ଜଣାଯାଏ ଯେ ପୃଥିବୀ ହେଉଛି ଗୋଲ। ନୀଳ ଦେଖାଯାଉଥିବା ଅଞ୍ଚଳ ଗୁଡ଼ିକ ସମୁଦ୍ର ଏବଂ ସ୍ଥଳଭାଗ, ବରଫ ଅଞ୍ଚଳ। ଚିନ୍ତା କରନ୍ତୁ, ଆପଣ ଯଦି ଓଡ଼ିଶାରେ ଗାତ ଖୋଳିବେ, ଓଡ଼ିଶାର ଆରପଟ ଦେଇ ଆପଣ ବାହାରିବେ ପେରୁ, ଯେଉଁ ସ୍ପେସିଫିକ୍ ଓସେନ୍, ଚିଲିରେ ବାହାରିବେ। ଓଡ଼ିଶାରେ ଥାଇ ଆମେ ଦେଖିଲେ ପୃଥିବୀକୁ ଦୁଇ ଭାଗ କରି କାଟିଲେ ଏହା ଭିତରେ ଥିବା ଚୁମ୍ବକୀୟ କ୍ଷେତ୍ର, ଏହା ଆମକୁ ପୃଥିବୀ ଆଡ଼କୁ ଟାଣିକି ରଖିଥାଏ। ସେଥିପାଇଁ ଚାରି ଦିଗରେ ସବୁଆଡ଼େ ମନୁଷ୍ୟ ଥାଇ ମଧ୍ୟ ଏଠିରୁ ପୃଥିବୀ ବାହାରକୁ ଚାଲିଯାଆନ୍ତି ନାହିଁ, ପୃଥିବୀରେ ଲାଗିକି ରହିଥାନ୍ତି। ସବୁ ଜିନିଷ ପୃଥିବୀ ଆଡ଼କୁ ଟାଣି ହେଇକି ରହିଥାଏ। ଏହି ଭିଡ଼ିଓରେ ଦେଖିପାରୁଥିବେ ଆପଣ ଯେ ପୃଥିବୀର ସବୁ ଦିଗରେ ଘର ଦ୍ୱାର ଅଛି।